ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ। ସାଙ୍ଗମାନେ ଆଜି ଯେଉଁ ମିଠାଟା ବନାଉଛେ ସିଏ ତ ମିଠା ନୁହଁ, ସେ ପୁରା ରାବିଡ଼ି। ଆଉ ବିନା ଚିନି ବିନା ଗୁଡ଼ରେ ଆମେ ଏଇଟା ପ୍ରସ୍ତୁତ କରିବା। ସାଙ୍ଗମାନେ ଆପଣ ଭାବୁଥିବେ ବିନା ଚିନିରେ ଏଇଟା ମିଠା କେମିତି ଲାଗିବ? ଏ ବହୁତ ମିଠା ଲାଗିବ। ଏତେ ମିଠା ଲାଗିବ ଆପଣ ଭାବିପାରିବେନି ଯେ ବିନା ଚିନିରେ ଏତେ ମିଠା ଲାଗୁଛି। ତ ଏଇଟା ଆରମ୍ଭ କରିବା ପୂର୍ବରୁ ସାଙ୍ଗମାନେ ଗୋଟେ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ ପ୍ରଥମେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଦେଖନ୍ତୁ, ପ୍ରଥମେ ମୁଁ ଅଧ ଲିଟର କ୍ଷୀରକୁ ଛିଣ୍ଡେଇକି ଛେନା କରିନେଲି। ଛେନାଟା ରାବିଡ଼ିରେ ବହୁତ ବଢ଼ିଆ ଲାଗେ ଖାଇବା ପାଇଁକି। ତ ଛେନା କରିକି ସାଇଡ଼ରେ ରଖିଦେଲି, ଭଲସେ ଛାଣିକି ପୁରା ଚିପୁଡ଼ିକି ରଖିଦେଇଛି। ତାପରେ ମୁଁ 1 ଲିଟର କ୍ଷୀର ନେଇଛି, ଆଉ ଗୋଟେ ବାଉଲ୍ ମୁଁ ନେଇଛି ଏଇଟା କ୍ଷୀର ପାଉଡ଼ର, ଯେଉଁଟାକି 200 ଗ୍ରାମ ମାପରେ। କ୍ଷୀର ପାଉଡ଼ରଟା 200 ଗ୍ରାମ। ତ ଲିଟରେ କ୍ଷୀରରେ 200 ଗ୍ରାମ କ୍ଷୀର ପାଉଡ଼ର ବ୍ୟବହାର କରୁଛି। ତାପରେ ଗ୍ୟାସରେ ବସେଇକି ଏଠି କ୍ଷୀର ଯେତେବେଳେ ଥଣ୍ଡା ଅଛି, ମାନେ ନର୍ମାଲ ଟେମ୍ପରେଚରରେ ଅଛି, ମୁଁ କ୍ଷୀର ପାଉଡ଼ର ପକାଇ ଦେଇଛି। ଗ୍ୟାସରେ ବସେଇ ଧୀରେ ଧୀରେ ଗରମ ହେବା ସଙ୍ଗେ ସଙ୍ଗେ କ୍ଷୀର ପାଉଡ଼ରଟା ଭଲସେ କ୍ଷୀରରେ ମିଶିଯିବ। ତ ଏଇଠି ଦେଖନ୍ତୁ, ଅମୁଲ ଧୀରେ ଧୀରେ ମିଶିବା, କ୍ଷୀର ସାଙ୍ଗରେ ମିଶିବା ଆରମ୍ଭ ହୋଇଗଲାଣି। ତ ଏମିତି କଣ୍ଟିନ୍ୟୁଅସଲି ଗୋଳେଇ ଚାଲିବେ। ସାଙ୍ଗମାନେ ଗୋଟେ ଧ୍ୟାନ ରଖିବେ ଗୋଟେ କଥାକୁ, ଯେତେବେଳେ ଆପଣ କ୍ଷୀର ଫୁଟାଉଛନ୍ତି ତ ସବୁବେଳେ ନା ଚାମଚ ହେଉ ଡଙ୍କି ହେଉ ଗୋଳଉଥିବେ, ଯେମିତି ତଳେ ନ ଲାଗିବ। ଥରେ ଯଦି ତଳେ ଲାଗିଗଲା ସିଏ କ୍ଷୀରର ସ୍ୱାଦ ପରିବର୍ତ୍ତନ ହୋଇଯିବ। ତ ସାଙ୍ଗମାନେ ଏଇଠି ଦେଖନ୍ତୁ, କଣ୍ଟିନ୍ୟୁଅସଲି ମୁଁ ଏଇଠି ପୁରା ଭଲସେ ଗୋଳେଇ ନେଲି। ଆଉ ପୁରା କ୍ଷୀର ପାଉଡ଼ର କ୍ଷୀର ସାଙ୍ଗରେ ମିଶିଗଲାଣି। ଗୋଟେ ବି ଆଉ କ୍ଷୀର ପାଉଡ଼ର ଭାସିଲା ଭଳିଆ ନାହିଁ କି ଗେଟା ହେଇକି ନାହିଁ, ପୁରା ଭଲସେ ମିଶିଗଲାଣି। ତ ଏଇଠି କ'ଣ କରିବା, ଆମେ କଣ୍ଟିନ୍ୟୁଅସଲି ଏଇଟା ଚଲେଇବା। ଆଉ ସାଙ୍ଗମାନେ ଯେତେବେଳେ ଆପଣ କ୍ଷୀର ମିଲ୍କ ପାଉଡ଼ର ମିଶାଉଛନ୍ତି, କ୍ଷୀରଟା ଜଲ୍ଦି ଫୁଟିବା ସାଙ୍ଗେ ସାଙ୍ଗେ ଜଲ୍ଦି ବହଳିଆ ବି ହେଇଯାଏ। ତ ଏଇଠି ଦେଖନ୍ତୁ, କ୍ଷୀର କେତେ ବହଳିଆ ହେବା ଷ୍ଟାର୍ଟ ହେଇଗଲାଣି, ଫୁଟିବା ଆରମ୍ଭ ହେଇଗଲାଣି। ତ ଏଇଠି ଯେତେବେଳେ ଫୁଟିଯିବ ତ ସାଙ୍ଗମାନେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖିବେ, ବିଲକୁଲ ଲୋ କରିବେନି। ଲୋ କଲେ ଉପର ସରଟା ତ ପଡ଼ିଯିବ। ଯଦି ଆପଣ ଚାହିଁବେ କି ନାହିଁ ସର ମୋଟା ମୋଟା ହେଇକି ବସୁ, ତ ଆପଣ ଲୋ କରିକି ଧୀରେ ଧୀରେ ସିଝେଇବେ, ତ ଏଠି ସର ପଡ଼ି ଚାଲିବ। କିନ୍ତୁ ମୁଁ ଏଠି ସର ପକାଉ ନାହିଁ, ପୁରା ନର୍ମାଲି ଯେମିତି କ୍ଷୀର ଫୁଟା ହୁଏ ସେମିତି ଫୁଟାଉଛି, ଆଉ କଣ୍ଟିନ୍ୟୁଅସଲି ଗୋଳେଇ ଚାଲିଛି। ତ ଏମିତି ଦେଖନ୍ତୁ ସାଙ୍ଗମାନେ, ଏଠି କ'ଣ ହେବ, କଣ୍ଟିନ୍ୟୁଅସଲି ଗୋଳେଇଲା ଭିତରେ ଏଠି ତଳେ ବିଲକୁଲ ଲାଗିବନି, ଆଉ କ୍ଷୀରଟା ଧୀରେ ଧୀରେ ବହଳିଆ ହେଇଯିବ। ଦେଖନ୍ତୁ, ଏଠି 10 ମିନିଟ୍ ଗୋଳେଇଥିଲି, କ୍ଷୀରଟା କେତେ ବଢ଼ିଆ ସେ ବହଳିଆ ହେଇଗଲାଣି। ଆଉ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ଅଛି। ତ ଏଇଠି ସାଇଡ଼୍ ଗୁଡ଼ାକ ଯେଉଁ ଲାଗିକି ଏମିତି ପୁରା ବହଳ ହେଇକି ଅଛି, ମୋଟା ହେଇ ଆସିଲାଣି କ୍ଷୀର ଗୁଡ଼ାକ। ତ ଏଇ ସାଇଡ଼୍ ଗୁଡ଼ାକ ଏମିତି କ୍ଷୀର ଟିକେ ଟିକେ ପକାଇକି ଏମିତି ଛଡ଼େଇ ନେବେ। ଦେଖନ୍ତୁ କେତେ ବଢ଼ିଆ ସେ ମୋଟା ହେଇଗଲାଣି, ପୁରା ପରଫେକ୍ଟ ରାବିଡ଼ି ପାଇଁକି ପ୍ରସ୍ତୁତ ହେଇଗଲାଣି କ୍ଷୀର। ତ ଏଇଠି ଆମେ କ'ଣ କରିବା, ମୁଁ ଏଠି ଦେଖନ୍ତୁ 200 ଗ୍ରାମ ପାଖାପାଖି ମିଲ୍କ ମେଡ଼୍ ଦେଇଛି। ସେଇଟା ପ୍ୟାକେଟଟା 200 ଗ୍ରାମ ପାଖାପାଖି ଅଛି, 178 ଗ୍ରାମ ଅଛି। କିନ୍ତୁ ଏଇଟା ଆମେ ସବୁ ୟୁଜ୍ କରିବାନି, ଅଧା ଏଠି ଦେଉଛି ଆଉ ଅଧା ରଖିନେବି, କାହିଁକିନା ଏଠି ବେଶୀ ୟୁଜ୍ କରିବା ନାହିଁ। ଏ ଅଧାରେ ବି ନାହିଁ, ଇଏ ବହୁତ ସାରା ମିଠା ହେଇଯିବ। ତ ଏଇଠି ଦେଖନ୍ତୁ, ମୁଁ ଅଧା ହିଁ ୟୁଜ୍ କରୁଛି। ସାଙ୍ଗମାନେ ଦେଖନ୍ତୁ, ସାଙ୍ଗମାନେ ମୁଁ ଏଠି 100 ଗ୍ରାମ କହିବାକୁ ଗଲେ ମିଲ୍କ ମେଡ଼୍ ୟୁଜ୍ କରୁଛି। 100 ଗ୍ରାମ ମିଲ୍କ ମେଡ଼୍ରେ କେତେ ବଢ଼ିଆ ସୁଆଦିଆ, ଆର ଫ୍ଲେଭର ବି ବହୁତ ହି ବଢ଼ିଆ ଫ୍ଲେଭର ଆସିବ। ଆଉ ମିଠା ତ ବହୁତ ହି ବଢ଼ିଆ ମିଠା ଆସିବ। ବିନା ଚିନି ବିନା ଗୁଡ଼ରେ ଏଇଟା ଏତେ ବଢ଼ିଆ ମିଠା ଲାଗିବ। ଦେଖନ୍ତୁ, କ୍ଷୀର ତ ଆମେ ଲିଟରେ କ୍ଷୀର ନେଇଥିଲୁ, କିନ୍ତୁ 500 ପାଖାପାଖି ଆମର ଏଠି ରାବିଡ଼ିଟା ବନିଛି। ତାପରେ ଏଇଠି ଆଉ ଆମେ ଦେଇଦେବା ଏ ଛେନାକୁ ଯେଉଁ ପୁରା ଚିପୁଡ଼ିକି ପୁରା ଏଠି ଟାଇଟ୍ କରିକି ପୁରା ରଖିଥିଲି ଚିପୁଡ଼ିକି। ତ ସେ ପୁରା ପାଣି ଗୁଡ଼ାକ ଭଲସେ ବାହାରି ଯାଇଛି ଛେନା ଦେହରୁ। ତ ଏଇଠି ଛେନାକୁ ଆମେ ପକାଇଦେବା। ଛେନା ପକାଇ ସାରିଲା ପରେ 1 ମିନିଟ୍ ଫୁଟେଇବେ, ବେଶୀ ଫୁଟାଇବାର ଆବଶ୍ୟକ ନାହିଁ। 1 ମିନିଟ୍ ଫୁଟେଇବେ। ଫୁଟେଇ ସାରିକି ଏଇଠି କ'ଣ କରିବେ ସାଙ୍ଗମାନେ, ଫୁଟେଇ ସାରିକି ଗ୍ୟାସ୍କୁ ବନ୍ଦ କରିଦେବେ। ଏଇଟା ଦେଖନ୍ତୁ, ଗରମ ଅଛି, ଏତେ ବହଳିଆ ଦେଖାହେଉଛି। ଯେତେବେଳେ ଥଣ୍ଡା ହେଇଯିବ ଇଏ ଆହୁରି ବହଳିଆ ହେଇଯିବ। ରାକ୍ଷୀରେ ଆଉ ଜନ୍ମାଷ୍ଟମୀ ଆଗକୁ ଆସୁଛି, ଗଣେଶ ଚତୁର୍ଥୀ ଆସୁଛି, ଆପଣ ଏଇଟା ନିଶ୍ଚିନ୍ତ ବନାନ୍ତୁ ଆଉ ଏନ୍ଜୟ କରନ୍ତୁ। ଦେଖନ୍ତୁ, ମୁଁ କିଛି ଗୁଜୁରାତି ଗୁଣ୍ଡ ପକାଇଛି,
जदि आपण खाइबाकू पसंद करंदिनी स्किप करें किंतु एटा फ्लेवर बहुत ही बढ़िया फ्लेवर आसो गुजराती गुंडे सांग मैंने गोटे थर निश्चिंत ट्राए करूँ भिडियोटी भल लगे लाइक शेयर कमेंट करने को जमार भूलें जदि आपण मैंने चैनल नुआ चैनल को सब्सक्राइब करनियंतु तापरे देखंतु एटी साइड गुराक पूरा एमती छड़े नहीं आउ देखंतु धीरे धीरे ठंडा ही आसुची केते बढ़िया ହେଇଗଲାଣି संपूर्ण ठंडा हिनी एते बढ़िया सांग मैंने संपूर्ण ठंडा हिनी एते बढ़िया ହେଇଗଲାଣି जेतल संपूर्ण ठंडा हो पूरा ठंडा हो आहुरी बढ़िया हो तो आपण मानक ये रेसिपीटा केमती लगिला खीरा बा राबिड़ी आपण जहाँ भी कहि परिबे एटा को आपण गणेश चतुर्थी आगु को जन्माष्टमी आछि एटा प्रस्तुत करंतु घरे एंजॉय करंतु मु तो राखी पूर्णिमा रे एटा ही बनैछि मो भाई पे कि काहे ना मो भाई को ये बहुत ही पसंद आउ मते भी बहुत पसंद तो बिना चीनी रे एटा राबिड़ीटा आपण को केमती लगिला खीराटा केमती लगिला कमेंट बॉक्स रे लिखिया जमार भूलबेनी तो सांग माने एठी टिके केसर व्यवहार करछि मते केसर फ्लेवरटा बहुत ही पसंद तो सांग माने आज पई एतिकी रहुछि पुणी देखाबो नुआ एक रेसिपी सहित जय श्री जगन्नाथ हैप्पी रक्षाबंधन सांग माने।